ମାନେ ପବନ ସୁଲସୁଲ ପବନ ଦେଉଛି ଦେଖନ୍ତୁ, ପତ୍ର କେତେ ଜୋର ହଲୁଛି। ତା ଦେହରେ ଆମର ଧାନ ଗୁଡ଼ା ଚାଲିଛି। ମୁଁ ପପିନା ଦେଇ ଆମର କାଲି ବ୍ୟାଚ୍ ଫିଷ୍ଟ ତମର କେମିତି କ'ଣ ହେଲା? ଭଲ ହେଲା। ଆଉ ଏ ସୁନା ପୁଣି ସତରେ ଜୟ ଜଗନ୍ନାଥ ସାଙ୍ଗମାନେ, ଶୁଭ ସକାଳ ସାଙ୍ଗମାନେ। ସକାଳୁ ସକାଳୁ କିଛି ଧାନ ଥିଲା, ଉଡ଼ା ହେଇନଥିଲା, ଥୁଆ ହେଇଥିଲା। ତାକୁ ଯେହେତୁ ସକାଳୁ ପବନ ଦେଉଛି ତାକୁ ଉଡ଼ା ଚାଲିଛି, ଛୋଟ ମୋଟ କାମ ବି ଚାଲିଛି ସାଙ୍ଗମାନେ। ଆଜି ସକାଳୁ ସକାଳୁ ଟିକେ ଥଣ୍ଡା ପାଗ ସହିତ ପବନ ଦେଉଛି, ଟିକେ ଶୀତ ଲାଗୁଛି। ତା ଦେହରେ ଆମର ଧାନ ଉଡ଼ା ଚାଲିଛି ସାଙ୍ଗମାନେ। ଦେଖିବା ଦିନମାନ ବ୍ଲଗ୍ରେ ଆଜି କ'ଣ ହେଉଛି, ଫଲୋ ମି। ମାନେ ପବନ ସୁଲସୁଲ ପବନ ଦେଉଛି ଦେଖନ୍ତୁ, ପତ୍ର କେତେ ଜୋର ହଲୁଛି। ତା ଦେହରେ ଆମର ଧାନ ଗୁଡ଼ା ଚାଲିଛି। ମୁଁ ଯେହେତୁ ଧାନ ଥିଲା ଆଉ 5-6 ବସ୍ତା ଉଡ଼ା ହେଇନଥିଲା, ବୋଉ ତାକୁ ଉଡ଼ଉଛି, ମୁଁ ତା ପାଖକୁ ଦେଇଦେଲି, ସେ ଉଡ଼ଉଛି ଧାନ। ଏଇ ବୋଉ ତାର ଉଡ଼େଇ ଚାଲିଛି। ମାନେ ନ୍ୟାଚୁରାଲ ପବନ ଧାନ ଉଡ଼େଇବା ଭଲ। ଆଉ ଯେଉଁ ଫ୍ୟାନ୍ ପବନରେ ଘୁନ୍ଦା ହେଉଥିବ, ଧାନ ଠିକ୍ସେ ଉଡ଼ୁନଥିବ। ପବନ କେତେ ଜୋର ଦେଉଛି ଦେଖନ୍ତୁ। ବୋଉ ତାର ଧାନ ଉଡ଼ଉଛି ଆଉ। ପପିନା ଦେଇ ଆମର କାଲି ବ୍ୟାଚ୍ ଫିଷ୍ଟ ତମର କେମିତି କ'ଣ ହେଲା? ଭଲ ହେଲା। ଆଉ ଏ ସୁନା ପୁଣି ସତରେ ଆଉ କିଏ କିଏ ସବୁ ତମ ବ୍ୟାଚ୍? ଆମ ଏଇ ଗାଁରେ କେହି ନାହାନ୍ତି। କାଲି ବ୍ୟାଚ୍ ଫିଷ୍ଟରେ କ'ଣ କ'ଣ ଖାଇବା ହେଲା, କ'ଣ ଆସିଲ, କେତେ ଲୋକ ଆସିଥିଲେ? କାଲି ଆଇଥିଲେ 150 ଲୋକ ଆସିଥିଲେ। ମଟନ କେତେ କିଲୋ ଆସିଥିଲା? ମଟନ ମୁଁ ବୁଝିଛି କ'ଣ ଆଉ ନାଇଁ, ମାନେ ବହୁତ ଦିନ ପରେ ଭେଟ ହେଲା। ଆଚ୍ଛା, ସାଙ୍ଗ ସବୁ ଭେଟ ହେଲେ। ମଟନ କେତେ କିଲୋ ମୁଁ ଜାଣିନି, ଖାଇଛି କିନ୍ତୁ 15 ପିସ୍ ମଟନ ଖାଇଛି। 15 ପିସ୍, କିଲେ ଖଣ୍ଡେ ଆଉ। ନା ସେ ଆଜି ହିସାବ ବେଳ ଖାଇଛି। ତମର 1996 ମସିହା ବ୍ୟାଚ୍? 2000 ମସିହା। କାଲି ମୁଁ ଲେଖା ହେଇଥିଲା। ଆମେ ଏବେକା ପିଲା କ'ଣ? ଆଚ୍ଛା, କାଲି ପପିନା ଦେଇ ଆମର ଆଇଥିଲା ଆଉ ଫିଷ୍ଟ କରି ଆଜି ରହିଛି, କାଲି ଯିବୁ ଆଉ। କାଲି ଯିବୁ। ପନିର 3 ଥର ଖାଇଛି। ପେଟରେ ଆଉ ଜାଗା ଥିଲା? ପନିର 3 ଥର ଖାଇଛି, ମଟନ 3 ଥର ଖାଇଛି। ପିଲା ହସିଲେ। ଭାତ ଡାଲି ଖାଇଲିନି, ତା ଦେହରେ ଭିଟାମିନ୍ ନାହିଁ। ପାମ୍ପଡ଼ ଖାଇନି। ପାମ୍ପଡ଼ ଡାଇଜେସନ କରିଥାନ୍ତା, ଖାଇଦେଲି। ନା ମୁଁ ଖାଏ ନା ତାକୁ। ଆଉ ସବୁ ସାଙ୍ଗ ସବୁ ଦେଖା ହେଲୁ, କଥାବାର୍ତ୍ତା। ସାଙ୍ଗମାନେ, ଆଜି ଆମ ବାପାଙ୍କର ହେଉଛି ବନ୍ଧୁ ମିଳନ। 1974 ମସିହା ବ୍ୟାଚ୍। ଯାହା ହଉ ଏତେ ବର୍ଷ ପୁରୁଣା ଲୋକ ହେଇ ସେମାନେ ବ୍ୟାଚ୍ ଫିଷ୍ଟ କରିପାରୁଛନ୍ତି, ବହୁତ ବଡ଼ କଥା। ବର୍ତ୍ତମାନ ଆମ ସାଙ୍ଗମାନେ ଆମେ ଏକାଠି ହେଇ ମିଶିକି ଫିଷ୍ଟ କରିପାରୁନୁ, କିନ୍ତୁ ତାଙ୍କର 74 ମସିହା ବ୍ୟାଚ୍ର ଫିଷ୍ଟ ସେମାନେ କରିଛନ୍ତି। ଅଧିକା ଟିକେ ବୟସ୍କ ହୋଇଗଲେ ତଥାପି ତାଙ୍କର ବନ୍ଧୁତା ତାଙ୍କର ବଜାଇ ରଖିଛନ୍ତି, ବହୁତ ଖୁସିର କଥା। ସବୁ ବୟସ୍କ, ସବୁ 70 ବର୍ଷ ବୟସ୍କ ହେବେ, ତଥାପି ସିଏ ତାଙ୍କ ଇଚ୍ଛା ଶକ୍ତି ଆଗରେ ସବୁ ଫିକା ପଡ଼ିଯାଇଛି। ବନ୍ଧୁ ମିଳନ ବ୍ୟାଚ୍ ଫିଷ୍ଟ କରି ମଜାମସ୍ତି କରୁଛନ୍ତି।
ସାଙ୍ଗମାନେ ଚାଷୀ ମେସିନରେ ଧାନ କଟା ହେଇଥିଲା। ମେସିନରେ ଧାନ କଟା ହେଇଥିଲା। ଆଉ ଯେହେତୁ କୁଟାରା ପଡ଼ିଛି ଆଉ ନ କୁଟାଲେ ହଳ ବୁଲେଇ ହେବନି। ବର୍ତ୍ତମାନ ଚାଷୀ ତାକୁ ନିଆଁ ଲଗାଇ କୁଟା ପୋଡ଼ୁଛନ୍ତି। ଆଉ ନିଆଁ ପୋଡ଼ୁଛନ୍ତି ତାପରେ ହଳ ବୁଲିବ ଆଉ କ'ଣ। ଚାଷୀ ସବୁବେଳେ କଷ୍ଟ ପାଏ, କଷ୍ଟ ପାଉଛନ୍ତି। ସାଙ୍ଗମାନେ ଦିନମାନର ବ୍ଲଗ୍ ଆଜି ଏମିତି ଥିଲା। ଭିଡ଼ିଓ ଯଦି ଭଲ ଲାଗିବ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ରହୁଛି ସାଙ୍ଗମାନେ, ପୁଣି ଦେଖା ହେବ ନେକ୍ସଟ ଏକ ଭିଡ଼ିଓରେ।